ମହାପୁରୁଷଙ୍କ କିଛି ଅମୃତବାଣୀ ଦଣ୍ଡ ଦେବା ଅପେକ୍ଷା କ୍ଷମା କରିବାରେ ଅଧିକ ମାନବିକତା ପରିସ୍ଫୁଟ ହୋଇଥାଏ। ପାରସ୍ପରିକ କ୍ଷମା ଓ ସହନଶୀଳତା ହେଉଛି ସୃଷ୍ଟିର ନିୟମ। ଯେ ଈର୍ଷା କରେ ଈର୍ଷା ତାକୁ ଖାଏ, କିନ୍ତୁ ଯାହାକୁ ଈର୍ଷା କରେ ତାର କିଛି ହୁଏ ନାହିଁ। ଗାଈ ପରି କରୁଣାମୟୀ ପ୍ରାୟ ଏ ଭୂମଣ୍ଡଳରେ ନାହିଁ। ଗୋ ସେବାରେ ଅବହେଳା ବିଷୟ ଭାବିଲେ କିଛି ଲୋକଙ୍କର ଆଖିରେ ଲୁହ ଆସିଯାଏ। ତ୍ୟାଗ ହେଉଛି ଏକ ସାତ୍ବିକ ଆନନ୍ଦ। ତ୍ୟାଗ ବିନା ମଣିଷର ବିକାଶ ହୋଇପାରେ ନାହିଁ। ତ୍ୟାଗ ପରେ ପଶ୍ଚାତାପ କରିବା ଅନୁଚିତ। ସ୍ୱାର୍ଥନ୍ୱେଷୀ ହେଲେ ଧ୍ୱଂସ ଅନିବାର୍ଯ୍ୟ। ସ୍ୱାର୍ଥ ତ୍ୟାଗରେ ଅମରତ୍ୱ ପ୍ରାପ୍ତ ହୋଇଥାଏ। ଦୟା ହେଉଛି ଧର୍ମର ମୂଳ ଓ ମାନବୀୟ ଗୁଣର ଶୃଙ୍ଗାର ସ୍ୱରୂପ। ଦୟା ହେଉଛି ସଦ୍ଗୁଣମାନଙ୍କ ମଧ୍ୟରେ ଶ୍ରେଷ୍ଠତମ। ଧର୍ମର ଅଙ୍ଗ ବୈରାଗ୍ୟ ବୈଭବ ନୁହେଁ। ଧର୍ମକୁ ସମାଜରୁ ବହିଷ୍କାର କରିବା ବନ୍ଧ୍ୟା ଗର୍ଭରୁ ପୁତ୍ରଜାତ କରିବା ପରି ଅସମ୍ଭବ। ନାରୀ ପୁରୁଷର ସାଥୀ, ତାଙ୍କର ମଧ୍ୟ ପୁରୁଷଙ୍କ ପରି ସମାନ ବୁଦ୍ଧି ଓ ଚିନ୍ତା ଶକ୍ତି ଅଛି। ସଙ୍କଟ ସମୟରେ ଧର୍ମ ମନୁଷ୍ୟକୁ ରକ୍ଷା କରିଥାଏ। ମଣିଷ ସବୁ କିଛି ଭୁଲିପାରିବ, ହେଲେ ସେ ମୁହୂର୍ତ୍ତକୁ କେବେ ଭୁଲିପାରେ ନାହିଁ ଯେତେବେଳେ ତାକୁ ନିଜର ଲୋକଙ୍କର ଆବଶ୍ୟକତା ଥିଲା, କିନ୍ତୁ ସେମାନେ ତାର ସାଥିରେ ନଥିଲେ। ଖରାପ ସମୟ କେବେ ବି ଜୀବନ ସାରା ରହିନଥାଏ, କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରେ ତାହା ଜୀବନ ଥିବା ଯାଏ ମନେ ରହିଥାଏ। ହସେଇ ନ ପାରିଲେ କନ୍ଦାଅ ନାହିଁ, ଖୁସି ଦେଇ ନ ପାରିଲେ ଦୁଃଖ ଦିଅନ୍ତୁ ନାହିଁ, ଭଲ ପାଇ ନ ପାରିଲେ ଘୃଣା କରନ୍ତୁ ନାହିଁ, ସାଥୀ ନ ହୋଇ ପାରିଲେ ଶତ୍ରୁ ହୁଅନ୍ତୁ ନାହିଁ। ଯେଉଁଦିନ ତୋତେ ଦେଖିକି ବି ଅଣଦେଖା କରି ଚାଲିଯିବି, ସେହିଦିନ ବୁଝିଯିବୁ ଯେ ମୁଁ ମୋ ମନକୁ ବୁଝେଇ ଦେଇଛି। ଆମକୁ ଆମ ନେବା ଆଉ ଦେବାର ସମାନତା ରଖିବା ଉଚିତ। କେହି ଆମଠୁ କିଛି ନେଲେ ଚଳିବ, କିନ୍ତୁ କାହାର ଆମ ପାଖରେ କିଛି ବି ନ ରହୁ। କେହି ଆମକୁ ପାଣି ଟିକେ ପିଆଇଥିଲେ ତାକୁ ବି ଆମକୁ ତାହାର କରଜ ଶୁଝିବାକୁ ପଡ଼ିଥାଏ। ସେଥିପାଇଁ କାହାଠାରୁ କିଛି ମାଗଣାରେ ଖାଇବା ଉଚିତ ନୁହେଁ। ସ୍ୱାମୀଙ୍କ ପାଖରେ ଶୋଇବା ବେଳେ ମଧ୍ୟ ପ୍ରେମିକର ଚିନ୍ତା ପ୍ରେମିକା ମନକୁ ଆସିଥାଏ, କିନ୍ତୁ ପ୍ରେମିକ ପାଖରେ ଶୋଇଲା ବେଳେ ସ୍ତ୍ରୀ କେବେ ସ୍ୱାମୀ କଥା ଚିନ୍ତା କରିନଥାଏ। ମୁଁ ତୁମ ନଜରରେ ଖରାପ ହେଇଥାଇପାରେ, କିନ୍ତୁ କେବେ ତୁମର ଖରାପ ଚିନ୍ତା କରିନାହିଁ। ଯଦି କୌଣସି ରାସ୍ତା ଆପଣଙ୍କୁ ଡରାଉଛି, ତାହେଲେ ଭାବି ନିଅନ୍ତୁ ଆଗକୁ ବହୁତ ବଡ଼ ସଫଳତା ଆପଣଙ୍କର ଅପେକ୍ଷା କରିଛି। ଜୟ ଶ୍ରୀ ଜଗନ୍ନାଥ।